ସାର୍ ସମସ୍ତେ କହୁଛନ୍ତି ସୁଜାତା ରାଉତ ବିଜେଡିରେ ଯୋଗ ଦେଲେ ବିଜେଡିର ଲାଭ ହେବ ନା କ୍ଷତି ହେବ? ନିଶ୍ଚିତ ଭାବରେ ଏখানে ସବୁଆଡ଼େ ଗୋଟିଏ ଚର୍ଚ୍ଚା ଚାଲିଛି ଯେ ସୁଜାତା ରାଉତ ଯିଏ ହେଉଛନ୍ତି ବି କାର୍ତ୍ତିକେୟନ ପାଣ୍ଡିଆନ ତାଙ୍କ ସ୍ତ୍ରୀ ସେ ବିଜେଡିରେ ଯୋଗ ଦେଇଛନ୍ତି। ଏଇଟା ଲାଭ ହେବ କି କ୍ଷତି ହେବ ଆଲୋଚନା ଚଲିଛି। ଓଡ଼ିଶାର ଲୋକମାନେ ଭଲ ଭାବରେ ଜାଣିଛନ୍ତି ଯେ ସୁଜାତା ରାଉତ କାର୍ତ୍ତିକେୟନ ପାଣ୍ଡିଆନ, କାରଣ ଆମର ଭାରତୀୟ ପରମ୍ପରାରେ ଜଣେ ସ୍ତ୍ରୀ ଯେତେବେଳେ ବାହା ହେଉଛି, ମହିଳା ଜଣେ ପୁରୁଷଙ୍କୁ ବାହା ହେଉଛି, ପୁରୁଷ ସାଙ୍ଗିଆ ସହିତ ତାଙ୍କର ସାଙ୍ଗିଆ ଯୋଡ଼ି ହେଇଯାଉଛି। ଏଠି ଆମେ ଦେଖିବା ଯେ ବି କାର୍ତ୍ତିକେୟନଙ୍କର ପାଣ୍ଡିଆନ ହେଉଛନ୍ତି ସୁଜାତା ରାଉତ। ତେଣୁକରି ବି କାର୍ତ୍ତିକେୟନ ପାଣ୍ଡିଆନ ଯେହେତୁ ଗତ 2024 ନିର୍ବାଚନରେ ଗୋଟେ ବଡ଼ ପ୍ରସଙ୍ଗ ଥିଲେ ଏବଂ ତାଙ୍କର ଯେଉଁ ଏକଚାଟିଆ ବ୍ୟବହାର ସେ ସଂଗଠନ ହେଉ ବା ସରକାର ହେଉ ସେଇଟା ଗୋଟେ ବଡ଼ ପ୍ରସଙ୍ଗ ହେଇଥିଲା। ଭାରତୀୟ ଜନତା ପାର୍ଟି ତାକୁ ଗୋଟେ ବଡ଼ ଇଲେକ୍ସନ ପ୍ରସଙ୍ଗ କରିଥିଲା ଏବଂ ଲୋକମାନେ ତାଙ୍କୁ ଗ୍ରହଣ କଲେ, ପାଣ୍ଡିଆନକୁ ପ୍ରତ୍ୟାଖ୍ୟାନ କଲେ। ସେଇଭଳି ବର୍ତ୍ତମାନ ସୁଜାତା କାର୍ତ୍ତିକେୟନକୁ ଦେଖିବେ ଲୋକମାନେ। ସୁଜାତା କାର୍ତ୍ତିକେୟନକୁ ବା ସୁଜାତା ରାଉତ କାର୍ତ୍ତିକେୟନକୁ ପାଣ୍ଡିଆନ ଭିତରେ ଭିନ୍ନ ଭାବରେ ଦେଖିବେନି ଏବଂ ନବୀନଙ୍କର ଯେହେତୁ ଓଭର ରିଲାଏନ୍ସ ରହୁଛି ବିକେ ପାଣ୍ଡିଆନଙ୍କ ଉପରେ, ସେମିତି ସମସ୍ତେ ଭାବିବେ ଯେ ଇଏ ହେଉଛନ୍ତି ପାଣ୍ଡିଆନଙ୍କର ପ୍ରକ୍ସି, ତେଣୁକରି ପାଣ୍ଡିଆନ ପଛପଟରେ ରହିକରି ଚଳାଉଛନ୍ତି। ତ ସାମଗ୍ରିକ ଭାବରେ ଯଦି କହିବା ଯେ ପାଣ୍ଡିଆନକୁ ସୁଜାତା କାର୍ତ୍ତିକେୟନକୁ ଆଣିକରି ପାଣ୍ଡିଆନଙ୍କ ଛବିକୁ ଯେଉଁ ଲୁଚିବା ପାଇଁ ନବୀନଙ୍କୁ ଚେଷ୍ଟା କରିଛନ୍ତି ସେଇଟା କେବେ ସଫଳ ହେବେ ନାହିଁ। ଲୋକ ସୁଜାତା ରାଉତଙ୍କ ଭିତରେ ଭିକେ ପାଣ୍ଡିଆନକୁ ଦେଖିବେ ଏବଂ ତା ଭିତରେ ଦେଖିବେ ନବୀନଙ୍କର ପାଣ୍ଡିଆନଙ୍କ ପ୍ରତି ଯେଉଁ ପ୍ରୀତି ଅଛି। ତ ବର୍ତ୍ତମାନ ଠାରୁ ଦେଖାଗଲାଣି ଯେ ବରିଷ୍ଠ ନେତାମାନେ ଏ ନେଇକି ବିଦ୍ରୋହ କରିବା ଆରମ୍ଭ କଲେଣି ବା ତାଙ୍କର ସ୍ୱର ଉତ୍ତୋଳନ କରିବା ଆରମ୍ଭ କଲେଣି। ବରିଷ୍ଠ ନେତାମାନେ ସେ ନବୀନକୁ ମାନିଥିଲେ, ବହୁତ ବିଜେଡିଙ୍କୁ ବଡ଼ ନେତାଙ୍କୁ ତୋଡ଼ି ଦିଆଯାଇଥିଲା, ତଥାପି ସେ ନବୀନକୁ ମାନିକି ରହିଥିଲେ। ସେମାନେ ଯେ ବର୍ତ୍ତମାନ ସୁଜାତା ରାଉତଙ୍କୁ ମାନିବେ ତାହାର ସେମିତି କିଛିଟା ଲକ୍ଷଣ ବର୍ତ୍ତମାନ ଦେଖାଯାଉନି। ଆଗାମୀ ଦିନରେ ବିଜେଡି ଗୋଟେ ବଡ଼ ଧରଣର ଆମେ କହିପାରିବା ବିଦ୍ରୋହର ସାମ୍ନା କରିପାରେ।